ଆଜ୍ଞା, ମହାଭାରତର ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣ କହିଥିଲେ ଅସ୍ତ୍ର ଧରିବେନି କି କାହାରିକି ଯୁଦ୍ଧରେ ମୁଁ ସମର୍ଥନ କରିବିନି। କିନ୍ତୁ ଯେତେବେଳେ ଦୁର୍ଯ୍ୟୋଧନକୁ କେହି ପାରିନଥିଲେ, ସେ ମାଆଠୁ ବରପ୍ରାପ୍ତ ହେଇଥିଲେ, ସବୁ ପଥର ପାଲଟି ଯାଇଥିଲା। ଭୀମ ଯେତେବେଳେ ଡାକ ଦେଇଥିଲା, ସେ ତ ମାଆର ପୁତ୍ର ଲକ୍ଷ୍ମୀ ସାଧନା କରିଥିଲେ। ତ ଲକ୍ଷ୍ମୀ ସରୋବରରୁ ଲକ୍ଷ୍ମୀ ବନ୍ଦ କରୁଥିଲା ବେଳେ ସେ ବାହାରି ଆସିଥିଲେ, କହିଲେ ନା ବୀର, ମା ଯଦି ମୁଁ ତ କୂଳରେ ଲୁଚିକି ରହେ, ମୁଁ ବୀର ରହିବିନି, ଭୀରୁ। ସେ ଆସିଥିଲେ, ଭୀମ ଏତେ ଡରି ଯାଇଥିଲା ଏବଂ ଭୀମ ତାଙ୍କର ଗଡ଼ା ପଡ଼ା ହେଇଥିଲା। ଭୀମ କେବେ ପାରିନଥିଲା। ଯେତେବେଳେ ଭୀମ ହଟିବାକୁ କଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଠାରି ଦେଇଥିଲେ। ତାମାନେ ଏଇ ଜାଗାଟା ମାର ଜାନୁଭଙ୍ଗ ହେବ। ସେଇ ଜାଗାଟା ତାର ମା ପାଖକୁ ଗଲାବେଳେ ତାକୁ ଚକ୍ରାନ୍ତ କରୁଥିଲେ, କହିଲେ ଆରେ ମାଆଟା ପାଖକୁ ନଙ୍ଗଳା ହେଇଯିବୁ କିନ୍ତୁ ଶ୍ରୀଖଣ୍ଡ ଏଇଠି ଲୁଗା ସେ ଘୋଡ଼େଇ ଦେଇକି ଗାମୁଛାଟି ଯାଇଥିଲା। ସେଇଠି ତାକୁ ଆଖି ଠାର ମାରିଥିଲେ, ଯାହାଫଳରେ ସେଇଠି ସେ ଜାନୁଭଙ୍ଗ ହେଇକି ପଡ଼ିଥିଲା। ଯେତେବେଳେ ଶ୍ରୀକୃଷ୍ଣ ଓହ୍ଲେଇଥିଲେ, ଶ୍ରୀକୃଷ୍ଣ କେବେ ଦୁର୍ଯ୍ୟୋଧନ ବଂଶକୁ ଅର୍ଜୁନ ବଂଶକୁ କାହାରିକି ମଲାବେଳେ ସାକ୍ଷାତ ଦେଇନାହାନ୍ତି। ମଲାବେଳେ ଯେ ସାକ୍ଷାତ ପାଏ ସେ ସ୍ୱର୍ଗକୁ ଯାଏ। ପାଇଥିଲା ଦୁର୍ଯ୍ୟୋଧନ, ତାର ଯେତେ ବୀର ସବୁ ପାଇଛନ୍ତି ସାକ୍ଷାତ। ଯିଏକି ଦୁର୍ଯ୍ୟୋଧନ ବି ସାକ୍ଷାତ ପାଇଲା। ସେତେବେଳେ ସେ କହିଥିଲା, ଆଜ୍ଞା ଆପଣ କହିଥିଲେ ଅତ୍ୟନ୍ତ ସହଯୋଗ କରିବେନି, ଆପଣ ଆଖି ଠାର ମାରିଲେ, ତେଣୁ ମୁଁ ଆପଣଙ୍କୁ ଅଭିଶାପ ଦେଉଛି। ଯେଉଁ ଆଖି ପତାରେ ଆପଣ ଆଖି ମାରିଛନ୍ତି, ସେ ଆଖି ପତା ଆପଣଙ୍କର ରହିବନି। ସେଇଠି ଶ୍ରୀକୃଷ୍ଣ ତାକୁ ତଥାସ୍ତୁ କରିଥିଲେ। କଳିଯୁଗରେ ମୁଁ ଯେତେବେଳେ ଦାରୁ ଅବସ୍ଥାରେ ପ୍ରତିଷ୍ଠା ହେବି, ହାତ ଗୋଡ଼ ନଥିବ ବା ମୋର ଭୂପତା ବି ରହିବନି। କାଲି କହିଥିଲି ଭୂପତା ବିଷୟରେ ଆଲୋଚନା କରିବା ଦେଖି। ଆଜି ଏତିକି ଆଲୋଚନା, ରହିଲି। ଘରେ ପରବର୍ତ୍ତୀ ଭିଡ଼ିଓରେ।